ଭାରତ ଗତ ଏକ ଦଶନ୍ଧିରେ ସେବା ସୁଶାସନ ଏବଂ ଗରିବ କଲ୍ୟାଣ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରି ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ଗତ 11 ବର୍ଷ ଧରି କେନ୍ଦ୍ର ସରକାର ବିଭିନ୍ନ କ୍ଷେତ୍ରରେ ଗ୍ରହଣ କରିଥିବା ପଦକ୍ଷେପ ଏବଂ ସେଗୁଡ଼ିକର ସଫଳତାକୁ ନେଇ ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଉପସ୍ଥାପନା କରାଯାଇଛି। ଆଜି ଆସନ୍ତୁ ଜାଣିବା କିଭଳି ଗତ 11 ବର୍ଷ ମଧ୍ୟରେ ଅର୍ଥନୈତିକ ସଂସ୍କାର ଦେଶର ମଧ୍ୟମ ବର୍ଗକୁ ଆର୍ଥିକ ଭାବେ ସଶକ୍ତ କରିଛି। ଗତ ଏକ ଦଶନ୍ଧି ହେବ ଭାରତର ମଧ୍ୟମ ବର୍ଗର ଲୋକେ ଦେଶ ବିକାଶରେ ପ୍ରମୁଖ ସ୍ଥାନ ଗ୍ରହଣ କରିଛନ୍ତି। କେବଳ ସେମାନଙ୍କ ଆବଶ୍ୟକତାକୁ ପୂରଣ କରାଯାଇ ନାହିଁ, ବରଂ ସେମାନେ ଯେଭଳି ବିକାଶ ସହ ଜଡ଼ିତ ହୋଇ ରହିପାରିବେ ସେହି କ୍ଷେତ୍ରରେ ମଧ୍ୟ କେନ୍ଦ୍ର ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଟିକସ ସଂସ୍କାରଠାରୁ ଆରମ୍ଭ କରି ସାମାଜିକ ସୁରକ୍ଷା ଏବଂ କୌଶଳ ବିକାଶ ଦିଗରେ କେନ୍ଦ୍ର ସରକାର ମଧ୍ୟମ ବର୍ଗଙ୍କୁ ସଶକ୍ତ କରିଛନ୍ତି। କେନ୍ଦ୍ରୀୟ ବଜେଟ୍ରେ ନୂଆ ଟିକସ ନୀତି ଅନୁଯାୟୀ 12 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଟିକସମୁକ୍ତ କରାଯାଇଛି। ଲୋକମାନେ ଯେଭଳି ସହଜରେ ଟିକସ ଦେଇପାରିବେ ଓ ଫେରସ୍ତ ପାଇପାରିବେ ସେ ନେଇ ଆୟକର ବିଭାଗ ପକ୍ଷରୁ ସରଳୀକରଣ ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ଏକୀକୃତ ପେନ୍ସନ୍ ଯୋଜନାରେ 25 ବର୍ଷରୁ ଅଧିକ ସମୟ ଧରି ସରକାରୀ ଚାକିରିଆଙ୍କୁ ସେମାନଙ୍କ ମୂଳ ଦରମାର 50% ଦେବା ନେଇ ବ୍ୟବସ୍ଥା କରାଯାଇଛି। ଗତ ଦଶନ୍ଧି ମଧ୍ୟରେ ସାମଗ୍ରିକ ମୁଦ୍ରାସ୍ଫୀତି ହାର 8.2%ରୁ 5%କୁ ହ୍ରାସ ପାଇଛି। ସରକାର ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ମାଧ୍ୟମରେ ଦେଶର 1,60,00,000ରୁ ଅଧିକ ଯୁବକ ଯୁବତୀଙ୍କୁ ଶିଳ୍ପ ଆବଶ୍ୟକତା ସମ୍ପନ୍ନ ପ୍ରଶିକ୍ଷଣ ଦେଇଥିବା ବେଳେ 2016ରୁ ଏପର୍ଯ୍ୟନ୍ତ 40 ଲକ୍ଷରୁ ଅଧିକ ଯୁବକ ଯୁବତୀଙ୍କୁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ଦିଆଯାଇଛି। ଗତ 10 ବର୍ଷ ମଧ୍ୟରେ 9,900ଟି ପ୍ରଶିକ୍ଷଣ କେନ୍ଦ୍ରକୁ ବୃଦ୍ଧି କରାଯାଇ ଦେଶରେ 14,000ରୁ ଅଧିକ କୌଶଳ ବିକାଶ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ କରାଯାଇଛି।